ପାର୍ସଲରେ କ'ଣ ଆସିଲା ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିଲେ ନିହାତି ଭାବରେ ଜାଣିପାରିବେ। ତ ଆଜି ସକାଳୁ ଉଠୁ ଉଠୁ କାହିଁକି ଇଚ୍ଛା ହେଲା କେଜାଣି କ୍ୟାମେରାରେ ଟିକେ ନିଜ ଫେସ୍ଟାକୁ ଆଗ ଦେଖିବା ପାଇଁ। ତ ଟିକେ ଫେସ୍ ଦେଖିଲି, ତାପରେ ଦେଖିଲି ଯେ ହେୟାର୍ ଗୁଡ଼ାକ ମୋର ଆଗରୁ କେତେ ଉପୁଡ଼ି ଗଲାଣି। ତାପରେ ଏଠି ଆମର ମାଆ ପୁଅ ନାତି ପୁରା ନିଆଁ ପଇଁବାରେ ବ୍ୟସ୍ତ, କାରଣ ଏବେ ଯେଉଁ ଥଣ୍ଡା ପଡ଼ିଛି ନା ସାଙ୍ଗମାନେ କୁହନ୍ତୁନି। ତ ମୁଁ ଗାଧୋଇବା ପାଇଁ ପଳେଇଥିଲି, ତ ଏଠି ଗାଧୋଇକି ଆସି ଦେଖନ୍ତୁ ଆଜି ଗାମୁଛା ପକାଇ ଦେଇଛି। ତ ଗାମୁଛା ପକା ଲୋକେ କେମିତି ଦେଖାଯାଉଛି ନିହାତି କମେଣ୍ଟ କରିବେ। ଆଉ ସବୁଠୁ ଖୁସିର କଥା ଥିଲା ଆଜି ଗୋଟେ ମିଟୁଟେ ଆସି ମୋ ପିଜୁଳି ଗଛରେ ବସିଥିଲା, ପିଜୁଳି ବି ଖାଉଥିଲା। ତାକୁ ଆମେ ଧରିବା ପାଇଁ ବହୁତ ଚେଷ୍ଟା କଲୁ। ମୋ ଶାଶୁ ମା କଦଳୀ ଦେଖି ବୋଉ ଡାକିବା ପାଇଁ ଚେଷ୍ଟା କଲେ, ହେଲେ କ'ଣ କରିବା, ଦୁର୍ଭାଗ୍ୟବଶତଃ ମିଟୁ ଆସିକି ଧରା ଦେଲାନି। ପାଖାପାଖି ସବୁବେଳେ ସେ ଆସୁଛି। ତାପରେ ଏଠି ସନ୍ଧ୍ୟାରେ ଆମେ ବାହାରି ପଡ଼ିଥିଲୁ। ଆଜି ଜଣଙ୍କର ବାରପତ୍ର ଥିଲା ମୋ ଶାଶୁଘର ଗାଁରେ, ଆଉ ସେ ମୋର ମାଉସୀ ଶାଶୁ ହିସାବରେ ହେବେ। ଭଗବାନ ତାକୁ ବହୁତ ମାନେ ତାଙ୍କର ଏଜ୍ ହେଇନଥିଲା ମରିବାର, ଆଉ ତାଙ୍କୁ ନେଇଗଲେ। ରୋଗରେ ପୀଡ଼ିତ ଥିଲେ, ବହୁତ ଭଲ ଲୋକ। ଭଗବାନ ଭଲ ଲୋକମାନଙ୍କୁ ଶୀଘ୍ର ନେଇଯାଆନ୍ତି। ସେ ଯାହା ବି କହନ୍ତି ଫେସ୍ ଟୁ ଫେସ୍, କାହା ପଛରେ କିଛି କହନ୍ତିନି। ତାପରେ ସେଇଠି ଯାଇକି ପହଞ୍ଚି ଯାଇଥିଲି, କିନ୍ତୁ ମୋର ମାଘ ମାସ ସୋମବାର ଥିଲା, ତ ମୁଁ କିଛି ବି ଖାଇବିନି, କାହିଁକିନା ମାଘ ମାସ ସୋମବାରରେ ମୁଁ ରାତିରେ କିଛି ବି ଖାଏନି। ଯଦି ବି ଖାଏ ଫଳ ଖାଲି ଖାଏ, ନହେଲେ ପାଣି ପିଏ। ତ ସେଥିଲାଗି ସେଠି ଖାଲି ଯାଇକି ବୁଲିକି ଆସିଥିଲି। ବାକି ମୋର ପତିଦେବ ଖାଇଥିଲେ। ଆଉ ବଡ଼ ପୁଅ ବି ଗଲାନି, ଯେହେତୁ ତାର ଏକ୍ଜାମ୍ ଚାଲିଛି। ଏଠି ତ ପୁରା କାନ୍ଦର ମାହୋଲ ଥିଲା, ସମସ୍ତଙ୍କ ଆଖି ଲୁହରେ ଛଳଛଳ ଥିଲା। ଯାହା ଫେସ୍କୁ ବି ଦେଖ ସେ କାନ୍ଦୁଥିଲେ, ଆଉ ଦୁଃଖର ପୁରା ମୁହୂର୍ତ୍ତ ଥିଲା। ତାପରେ ଏଠି ମୋ ସାନ ପୁଅର ଆରମ୍ଭ ହୋଇଯାଇଥିଲା ନକରାମି, ମୁଁ ଯିବି ନାହିଁ, ମାମାକୁ ଛାଡ଼ିକି ଯିବିନି। କିନ୍ତୁ ସ୍କୁଲ ବନ୍ଦ ହେଉଛି, ତ ତାକୁ ସେଠୁ ବହୁତ କଷ୍ଟରେ ବୁଝେଇ ଆଣିବା ପୁରା କଷ୍ଟ ହେଇଯାଇଥିଲା। ଫାଇନାଲି ତାକୁ ବୁଝେଇ ବାଝେଇ ଟିକି ଟାକି ଗାଡ଼ିରେ ପକେଇକି ନେଇ ଆସିଥିଲୁ। ଟିକେ କାନ୍ଦିଥିଲା, କାନ୍ଦୁ ବରଂ, ତାପରେ ତାକୁ ନେଇକି ଆସିଥିଲୁ ଭାରି। ତାପରେ ଏଇଠି ଦେଖନ୍ତୁ ମୋ ପତିଦେବ କେମିତି ଝିଅକୁ ଦେଖିଛନ୍ତି ଶାଶୁଘରକୁ ନେଲାବେଳେ କାର୍ରେ କେମିତି ନେଇକି ବସାନ୍ତି, ତ ଏଠି ସେମିତି ତାକୁ ନେଇକି ଦୌଡ଼ୁଛନ୍ତି। ତାପରେ ବାଟରୁ ଆସିଲା ବେଳେ ଗୋବିନ୍ଦପୁରରୁ ଆମର ସେଠି ଭଲ ପିଜୁଳି ମିଳେ, ଆଉ ପିଜୁଳି 2 କିଲୋ ନେଇ ଆସିଥିଲି, କାରଣ ମୋତେ ତ ଜାଣିଛନ୍ତି ପିଜୁଳି ମୋର ବହୁତ ଫେଭରେଟ୍। ତାପରେ ସବୁ କାମ ସାରି ଦେଇକି ଯାଇଥିଲି, ବାସନ ମଜାମଜି ଗ୍ୟାସ୍ ପୋଛା କରିଦେଇଥିଲି। ତାପରେ ରାତିରେ ମନେ ପଡ଼ିଲା କି 2ଟା ପାର୍ସଲ୍ ଆସିଛି, ମୋତେ ଖୋଲିବାର ଅଛି। ତ ଏଇଟା ଗୋଟେ ଫାଷ୍ଟ ପାର୍ସଲ୍ ମୁଁ ମଗେଇଥିଲି, ଗୋଟେ ସ୍ୱେଟରଟେ ମୋ ପାଇଁକା। ଦେଖିଲେ ସ୍ୱେଟରଟା ମୋତେ ହେବ ନା ନାହିଁ, କ'ଣ ଆପଣମାନେ ସତରେ ଭାବୁଛନ୍ତି ନା କ'ଣ? ଆକ୍ଚୁଆଲି ଏଇଟା ମୁଁ ମୋ ମୋଲୁ ପାଇଁ ମଗେଇଥିଲି, ମୋ ଭାଇର ପୁଅ ପାଇଁ। ତାପରେ ଏଇଟା କିଛିଟା ମେକଅପ୍ ପ୍ରଡ଼କ୍ଟ ମୁଁ ପର୍ପଲ୍ରୁ ମଗେଇଥିଲି। ହଁ, ଆପଣମାନଙ୍କୁ କହିଦେଉଛି, ଏଇଟାର କିଛି ମୁଁ ପ୍ରମୋସନ୍ କରିନି, ଯେଉଁଟା ମୁଁ ୟୁଜ୍ କରେ ମୋ ସ୍କିନ୍କୁ ସୁଟ୍ କରେ ସେଗୁଡ଼ା ହିଁ ସବୁ ମଗେଇଥିଲି। ରହିଲି, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ନିହାତି କମେଣ୍ଟ